ଗାଳି ମୋର ଭାଗ୍ୟ, କର୍ତ୍ତବ୍ୟ ମୋର ଧର୍ମ, ସେବା ହିଁ ମୋର କର୍ମ। କହିପାରିବ ମୁଁ କିଏ? ମୋ ପୋଷାକ ଦେଖି ଅନେକ ଆଖିରେ ନିଆଁ ଜଳେ। କେହି କହେ ଦେଖ ଲାଞ୍ଚ ଆସିଗଲା, କେହି କହେ ଟାଉଟର, ବଦମାସ, ଗର୍ବୀ, ଅହଙ୍କାରୀ, ଆହୁରି ଏମିତି କେତେ କ'ଣ। ହେଲେ ମୁଁ କିଛି କହେନି, କାରଣ ମୋ ଶପଥ ମୋତେ ଚୁପ୍ ରହିବାକୁ ଶିଖାଇଛି। ତୁମେ ମୋତେ ଘୃଣା କରିପାର, ଗାଳି ଦେଇପାର, କିନ୍ତୁ ତୁମ ବିପଦର ପ୍ରଥମ କଲ୍ ମୋତେ ହିଁ ଆସେ। ଏହା ମୋର ଗର୍ବ ନୁହେଁ, ଏହା ମୋର ଦାୟିତ୍ୱ। କୁହ ମୁଁ କିଏ? ହୋଲି, ଦୀପାବଳି, ରଜ, ଦଶହରା ସବୁ ପର୍ବ ମୋ ପାଇଁ ଡ୍ୟୁଟି। ମୋ ପୁଅ ନୂଆ ଜାମା ପିନ୍ଧେ, ମୋ ଝିଅ କେକ୍ କାଟେ, ମୋ ସ୍ତ୍ରୀ ଦୁଆରକୁ ଚାହିଁ ରହେ, ଆଉ ମୁଁ ରାସ୍ତାରେ ଅନ୍ୟର ହସକୁ ଜଗି ରଖେ, ନିଜ ଘରର ହସକୁ ନିଜ ହାତରେ ଜଳାଞ୍ଜଳି ଦେଇ। କୁହ ମୁଁ କିଏ? ମୋ ଝିଅ ଯେବେ ଫୋନ୍ କରି ପଚାରେ ବାପା ମୋ ସ୍କୁଲ ଫଙ୍କସନକୁ ଆସିବ, ମୋତେ ପଦକ ମିଳିବ, ମୁଁ କହେ ନିଶ୍ଚୟ ଯିବି। କିନ୍ତୁ ଗୋଟିଏ ୱାୟରଲେସ୍ ସନ୍ଦେଶ, ଗୋଟିଏ ଜରୁରୀ କଲ୍, ଗୋଟିଏ ଦଙ୍ଗା କି ଗୋଟିଏ ଦୁର୍ଘଟଣା, ଆଉ ମୋ ଝିଅର ଅପେକ୍ଷା ପୁଣି ହାରିଯାଏ। ସେଦିନ ତାକୁ ତା ବେକରେ ଝୁଲୁଥିବା ପଦକଟା ଖୁସି ଦିଏନି, ବାପାଙ୍କ ଅନୁପସ୍ଥିତି ତା ହୃଦୟକୁ ଚୁରମାର କରେ। କୁହ ମୁଁ କିଏ? ହଁ, ଏଇଟା ବି ସତ ଯେ ଆମ ଭିତରେ ମଧ୍ୟ କିଛି ଲୋକ ଭୁଲ କରନ୍ତି। ସେମାନଙ୍କୁ ଆଇନ ଦଣ୍ଡ ଦେବା ଉଚିତ, କିନ୍ତୁ ଜଣେ ଦୋଷୀ ପାଇଁ ସମଗ୍ର ବିଭାଗକୁ ଦୋଷୀ କରିଦେବା, ଏ କି ପ୍ରକାର ନ୍ୟାୟ? ଆମେ ମଧ୍ୟ କାନ୍ଦୁ, ଆମେ ମଧ୍ୟ ଥକୁ, ଆମେ ମଧ୍ୟ ମଣିଷ। ଏବେ କୁହ ମୁଁ କିଏ? ମୁଁ ସଲାମ ମାଗୁନି, ପ୍ରଶଂସା ବି ମାଗୁନି, କେବଳ ଏତିକି ମନେ ରଖ, ଏହି ଖାକି ପୋଷାକ ଭିତରେ ଗୋଟିଏ ବାପା ଅଛି, ଗୋଟିଏ ପୁଅ ଅଛି, ଗୋଟିଏ ସ୍ୱାମୀ ଅଛି, ଗୋଟିଏ ସନ୍ତାନ ବି ଅଛି, ଆଉ ସବୁଠାରୁ ପ୍ରଥମେ ଗୋଟିଏ ମଣିଷ ଅଛି। ହଁ, ମୁଁ ପୋଲିସ, ମୁଁ ଲାଠି କି ବନ୍ଧୁକ ନୁହେଁ, ମୁଁ ଭୟ ନୁହେଁ, ମୁଁ ଆପଣଙ୍କ ବିପଦର ବନ୍ଧୁ, ମୁଁ ଆଇନର ପ୍ରହରୀ, ରାତିର ଅମା ଅନ୍ଧକାରରେ ତୁମ ନିଦର ପହରାଦାର। ମୋ ବ୍ୟବହାରରେ କଠୋରତା ଅଛି ସତ, କିନ୍ତୁ ହୃଦୟରେ କରୁଣା ଅଛି। ମୋ ଘରର ହସକୁ ଜଳାଞ୍ଜଳି ଦେଇ ସମାଜର ଶାନ୍ତିକୁ ବଜାଇ ରଖିଛି। ମୋ ଜୀବନ, ମୋ ପରିବାର, ମୋ ସୁଖ ସବୁକିଛି ସହ ମୁଁ କରିଛି ସାଲିସ। ହଁ, ମୁଁ ପୋଲିସ। ଧନ୍ୟବାଦ। ଜୟ ହିନ୍ଦ।